ଚାଲନ୍ତୁ ଆଜି ଜାଣିବା ପେସ୍ତା ବାଦାମ କିପରି ତିଆରି ହୁଏ। ବାଦାମ ସାଧାରଣତଃ ଆମେରିକାର କାଲିଫର୍ଣ୍ଣିଆରେ ଉତ୍ପାଦନ କରାଯାଏ। ଭାରତରେ କେବଳ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଉତ୍ପାଦନ ହୁଏ। ପ୍ରଥମ ପ୍ରୋସେସରେ ବାଦାମ ଗଛ ନର୍ସରୀରେ ଲଗାଯାଏ। ଗଛ ବଡ଼ ହେଲା ପରେ ଅନ୍ୟ ଉର୍ବର ସ୍ଥାନକୁ ନିଆଯାଏ। ଏଥିରେ ପ୍ଲାଷ୍ଟିକ କଭର ଦିଆଯାଏ ଏବଂ ନିୟମିତ ପାଣି ଦିଆଯାଏ। ଗଛରେ ଫଳ ହେବା ପାଇଁ 6 ରୁ 7 ବର୍ଷ ଲାଗିଥାଏ। ଗଛରେ ଫୁଲ ବସନ୍ତ ଋତୁରେ ଆସିଥାଏ ଏବଂ ଫୁଲରୁ ଫଳ ହେବା ପାଇଁ 6 ରୁ 7 ମାସ ସମୟ ଲାଗିଥାଏ। ଫଳ ଯେତେବେଳେ ଶୁଖିଯାଏ ସେଥିରୁ ବାଦାମ ବାହାରିଥାଏ। ଗଛରୁ ବାଦାମ କାଢ଼ିବା ପାଇଁ ମେସିନର ଆବଶ୍ୟକତା ପଡ଼ିଥାଏ। ଏହାପରେ ତଳେ ପଡ଼ିଥିବା ବାଦାମ ଗୁଡ଼ିକୁ ମେସିନ ସାହାଯ୍ୟରେ ସଂଗ୍ରହ କରାଯାଏ ଏବଂ ଫ୍ୟାକ୍ଟ୍ରିକୁ ପଠାଯାଏ। ଫ୍ୟାକ୍ଟ୍ରିରେ ପ୍ରଥମେ ଏଥିରୁ ଡଷ୍ଟ ମାଟି ଗୋଡ଼ି ସବୁ ଅଲଗା କରାଯାଏ। ନେକ୍ସଟ ପ୍ରୋସେସରେ ବାଦାମକୁ କ୍ରାକର ମେସିନରେ ରଖାଯାଏ, ଯାହାଦ୍ୱାରା ବାଦାମର ଖୋଳ ବାହାରିଥାଏ। ଏହାପରେ ବାଦାମକୁ ସ୍କାନ୍ କରାଯାଏ, ଯାହାଦ୍ୱାରା ଭଙ୍ଗା ବାଦାମ ଅଲଗା ହୋଇଯାଏ ଏବଂ ବେଷ୍ଟ କ୍ୱାଲିଟି ବାଦାମକୁ ପ୍ୟାକିଂ କରାଯାଏ ଏବଂ ଶେଷରେ ମାର୍କେଟରେ ଛଡ଼ାଯାଏ। ମାର୍କେଟରେ ଛାଡ଼ିବା ପୂର୍ବରୁ ବାଦାମ ଲ୍ୟାବରେ ଟେଷ୍ଟ ହୁଏ ଏବଂ ପ୍ୟାକିଂ ବେଳେ ଇନଗ୍ରେଡିଏଣ୍ଟ ସବୁ ପ୍ରିଣ୍ଟ କରାଯାଏ। ଏହା ଥିଲା ଆଲମଣ୍ଡ ତିଆରିର ଡିଟେଲ ଭିଡ଼ିଓ।